ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେମାନେ ରାଜା ଦାଉଦଙ୍କର କବରଗାମ ଦେଖିବା। ତାହା କେଉଁ ଜାଗାରେ ଅଛି ଆଉ କେଉଁଠି ରଖାଯାଇଛି, ସେ ସମସ୍ତ ଜିନିଷକୁ ଆମେ ଆଖିରେ ଦେଖିବା। ରାଜା ଦାଉଦ ବୋଲି ଜଣେ ବ୍ୟକ୍ତି ଥିଲେ, ଯିଏକି ସଦାପ୍ରଭୁଙ୍କର ପ୍ରିୟ ପାତ୍ର ଥିଲେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମଧ୍ୟ ଦାଉଦଙ୍କର ସନ୍ତାନ ବୋଲି ମଧ୍ୟ କୁହାଯାଏ। ତେବେ ଟିକେ ଦେଖନ୍ତୁ, ରାଜା ଦାଉଦ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ରାଜା ଦାଉଦଙ୍କ ସନ୍ତାନ ବୋଲି କୁହାଯାଏ। ଏହାର ଅର୍ଥ ଦାଉଦଙ୍କୁ ପବିତ୍ର ଧର୍ମଶାସ୍ତ୍ର ବାଇବଲରେ କେତେ ଅଧିକ ମାତ୍ରାରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ରାଜା ଦାଉଦ ଜଗତରେ ଥିଲେ ଏବଂ ଯେତେବେଳେ ତାଙ୍କର ମୃତ୍ୟୁ ହେଲା ତାଙ୍କୁ କବର ଦିଆଗଲା। କିନ୍ତୁ ପ୍ରିୟ ବନ୍ଧୁଗଣ, ଖୁସିର ବିଷୟ, ଆଜି ଆମେ ସେଇ କବରକୁ ଦେଖିବା। ଏକ୍ଜାକ୍ଟଲି କେଉଁ ଜାଗାରେ ରାଜା ଦାଉଦଙ୍କର କବରକୁ ରଖାଯାଇଛି। ତେବେ ପ୍ରିୟ ବନ୍ଧୁଗଣ, ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ଖୋଲିପାରିବେ ପ୍ରଥମ ବଂଶାବଳୀ 29 ପର୍ବ 26 ପଦରେ ଲେଖା ଅଛି ରାଜା ଦାଉଦଙ୍କର ମୃତ୍ୟୁ ବିଷୟରେ। ଏଠି ଏମିତି ଲେଖାଯାଏ, ଯିସିର ପୁତ୍ର ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜ୍ୟ କଲେ। ଆଉ ଇସ୍ରାଏଲ ଉପରେ ତାଙ୍କର ରାଜତ୍ୱର ସମୟ 40 ବର୍ଷ। ସେ 7 ବର୍ଷ ହିବ୍ରନରେ ଓ 33 ବର୍ଷ ଜେରୁସାଲେମରେ ରାଜ୍ୟ କଲେ। ତହିଁ ଉତ୍ତାରେ ସେ ଆୟୁଷ, ଧନ ଓ ସମ୍ଭ୍ରମରେ ପରିପୂର୍ଣ୍ଣ ହୋଇ ଉତ୍ତମ ବୃଦ୍ଧାବସ୍ଥାରେ ମଲେ। ପୁଣି ତାଙ୍କ ପୁତ୍ର ସଲୋମନ ତାଙ୍କ ପଦରେ ରାଜ୍ୟ କଲେ। ଏହି ଦାଉଦ ରାଜାଙ୍କର ପ୍ରଥମ ଓ ଶେଷ କ୍ରିୟା ସବୁ ଦେଖ ସାମୁଏଲ ଦର୍ଶକର ଇତିହାସରେ ଓ ନାଥନ ଭବିଷ୍ୟତ ବକ୍ତାଙ୍କର ଇତିହାସରେ ଓ ଗାଦ ଦର୍ଶକର ଇତିହାସରେ ଲିଖିତ ଅଛି। ତେବେ ଏଠାରେ 3ଟି ଇତିହାସ ବହି ରହିଅଛି, ଯେଉଁଟାକି ପ୍ରଥମରେ ହେଉଛି ଆମେମାନେ ଦେଖିବାକୁ ପାଉ ସାମୁଏଲ ଦର୍ଶକର ଇତିହାସରେ, ଯେଉଁଟା ସାମୁଏଲ ଲେଖିଥିଲେ, ସାମୁଏଲ ଭବିଷ୍ୟତ ବକ୍ତା। ଆଉ ଦ୍ୱିତୀୟ ହେଉଛି ନାଥନ ଭବିଷ୍ୟତ ବକ୍ତାଙ୍କର ଇତିହାସରେ। ଆଉ ତୃତୀୟ ହେଉଛି ଗାଦ ଦର୍ଶକର ଇତିହାସରେ ଲିଖିତ ଅଛି। ତେବେ 3 ଜଣଙ୍କର ଇତିହାସ ପୁସ୍ତକରେ ରାଜା ଦାଉଦଙ୍କର ମୃତ୍ୟୁ ବିଷୟରେ ଲେଖା ଅଛି। ତାପରେ ଆମେ ଦେଖିବାକୁ ପାଉ 30 ପଦରେ ତହିଁ ସଙ୍ଗେ ତାଙ୍କର ରାଜ୍ୟ ଶାସନ ଓ ତାଙ୍କର ପରାକ୍ରମ, ପୁଣି ତାଙ୍କ ଉପରେ ଓ ଇସ୍ରାଏଲ ଉପରେ ଓ ନାନା ଦେଶୀୟ ସମସ୍ତ ରାଜ୍ୟ ଉପରେ ଯାହା ଯାହା ଘଟିଲା ସେସବୁର ବିବରଣ ଲେଖା ଅଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏହି ରାଜା ଦାଉଦଙ୍କର କବରକୁ ଆମେମାନେ ଦେଖିବା। ବାଇବଲରେ ରାଜା ଦାଉଦଙ୍କୁ ଏକ ଉଚ୍ଚ ଆସନରେ ବସାଯାଇଛି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମଧ୍ୟ ଦାଉଦଙ୍କର ସନ୍ତାନ ବୋଲି ମଧ୍ୟ କୁହାଯାଏ। ତେବେ ଏଠାରେ ପ୍ରଶ୍ନ ଆସୁଛି, ଦାଉଦ କ'ଣ ସତରେ ଥିଲେ କି? କିମ୍ବା ଦାଉଦ ଏକ ମନଗଢ଼ା କାହାଣୀ? ଏମିତି କିଛି ନୁହେଁ। ବାଇବେଲରେ, ମୋର କହିବାର ଅର୍ଥ ହେଉଛି ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ରାଜା ଦାଉଦଙ୍କ ବିଷୟରେ ଲେଖା ଅଛି। ଆଉ ଦାଉଦ ମୃତ୍ୟୁବରଣ କଲେ ସେଇଟା ବି ଲେଖା ଅଛି, ଯେଉଁଟା ଆମେ ପଢ଼ିଲେ ପ୍ରଥମ ବଂଶାବଳୀ ତା'ର 29 ପର୍ବର ଆମେ 26 ପଦର ପାଠ କଲୁ। ତେବେ ଏଠିରେ ରାଜା ଦାଉଦଙ୍କ ବିଷୟରେ ଲେଖା ଅଛି। ତେବେ ରାଜା ଦାଉଦଙ୍କର କବର ଆମେମାନେ ଦେଖିବା। ଆପଣମାନେ ୱେଟ୍ କରନ୍ତୁ, ମୋ ସହିତ ଅପେକ୍ଷା କରନ୍ତୁ। ଆମେମାନେ ଅଳ୍ପ ସମୟ ପରେ ଆମେମାନେ ରାଜା ଦାଉଦଙ୍କର କବରକୁ ଆମେ ଦେଖିବା, କେଉଁ ଜାଗାରେ ତାଙ୍କୁ କବର ଦିଆଯାଇଛି। ଆକ୍ଚୁଆଲି ବର୍ତ୍ତମାନ ରାଜା ଦାଉଦଙ୍କର କବର ଏକ ଘର ମଧ୍ୟରେ ଅଛି, ଘର ଭିତରେ। ମାନେ ରାଜା ଦାଉଦଙ୍କର କବର ଉପରେ ହିଁ ଏକ ଘର ତିଆରି କରାଯାଇଛି, ଏକ ଚର୍ଚ୍ଚ
ନିର୍ମାଣ କରାଯାଇଛି, ଯଦ୍ୱାରା ସମସ୍ତେ ଯେପରି ଜାଣିପାରିବେ କି ରାଜା ଦାଉଦ ଯିଶୁର ପୁତ୍ର ଏବଂ ତାଙ୍କୁ ବାଇବେଲରେ କେତେ ଅଧିକ ମାତ୍ରାରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଉ ଅଳ୍ପ ସମୟ ରହିଲା ଆମେମାନେ ଦାଉଦଙ୍କର କବରକୁ ଆମେ ଦେଖିବା। ଏଠି ଲେଖା ଅଛି, ଦେଖନ୍ତୁ, କିଙ୍ଗ ଡେଭିଡ୍ସ ଟମ୍ବ। ମୁଁ କୌଣସି ମନଗଢ଼ା କଥା କହୁନାହିଁ, ମାତ୍ର ଏହି ସ୍ଥାନରେ ଯାହା ଅଛି ତାହା ମୁଁ ଆପଣଙ୍କୁ ଜଣାଉଛି। କିଙ୍ଗ ଡେଭିଡ୍ସ ଟମ୍ବ ମାନେ ରାଜା ଦାଉଦଙ୍କର କବର ସ୍ପଷ୍ଟ ଭାବରେ ଲେଖା ଅଛି। ତେବେ ରାଜା ଦାଉଦଙ୍କର କବରକୁ ଆମେ ଦେଖିପାରିବା ଯଦି ଆମେ ଏମିତି ଯିବା। ତା'ର ଦିଗ ମଧ୍ୟ ନିର୍ଣ୍ଣୟ କରାହେଇଛି, ମାନେ କେଉଁ ପଟେ ଆପଣ ଗଲେ, କେଉଁଠି ପ୍ରବେଶ କଲେ ଆପଣ ଦାଉଦଙ୍କର କବର ଦେଖିବାକୁ ପାଇବେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏ ଘରକୁ ଟିକେ ଦେଖନ୍ତୁ। ଏଠି ଉଭୟ ହିବ୍ରୁ ଭାଷା ଏବଂ ଇଂରାଜୀ ଭାଷା ଉଭୟ ଭାଷାରେ ଲିଖିତ ଅଛି। କ'ଣ ଲିଖିତ ଅଛି ଆପଣ ଭିଡ଼ିଓକୁ ପୁଶ୍ କରିକି ଆପଣ ନିଶ୍ଚିନ୍ତ ଭାବରେ ପଢ଼ିପାରିବେ କ'ଣ ଲେଖା ଅଛି। ଆଉ ଇଏ ହେଉଛି ସେଇ ଗୃହ, ସେଇ ଘର ଯେଉଁ ଜାଗାରେ ରାଜା ଦାଉଦଙ୍କର ଶରୀରକୁ ରଖାଯାଇଛି। ସେ ସ୍ଥାନ ଆଜି କେମିତି, କେଉଁ ଜାଗାରେ ରାଜା ଦାଉଦଙ୍କର ଶରୀରକୁ ରଖାଯାଇଛି ତାକୁ ଆମେମାନେ ଅଳ୍ପ ସମୟ ଉତ୍ତାରେ ଆମେମାନେ ଦେଖିବା। ତା ପୂର୍ବରୁ ଏ ଘର ବି ଟିକେ ଦେଖି ନିଅନ୍ତୁ ଆଉ କମେଣ୍ଟ କରିକି ଜଣାନ୍ତୁ ଏ ଘର ଆପଣଙ୍କୁ କିପରି ଲାଗୁଛି। କମେଣ୍ଟ ବକ୍ସରେ କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାନ୍ତୁ ପ୍ରିୟ ବନ୍ଧୁଗଣ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଇଏ ହେଉଛି ରାଜା ଦାଉଦଙ୍କର କବର, ଯେଉଁଟା ଆପଣ ଦେଖୁଛନ୍ତି। ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଭିଡ଼ିଓକୁ ମୁଁ ଟିକେ ପୁଶ୍ କରିଦେଇଛି, ଟିକେ ଅଟକାଇ ଦେଇଛି। ଆପଣ ଦେଖିପାରିବେ ଯେ ଇଏ ହେଉଛି ରାଜା ଦାଉଦଙ୍କର କବର ଅଟେ, ଯେଉଁ କବର କି ଆଜି ମଧ୍ୟ ରହିଅଛି। ଆଜି ମଧ୍ୟ ଆମକୁ ଏହା ପ୍ରମାଣ ଦିଏ ଯେ ଦେଖ, ରାଜା ଦାଉଦଙ୍କର କବର ଏବେ ବି ଅଛି। ଏହାର ଅର୍ଥ ରାଜା ଦାଉଦ ଥିଲେ ଅତୀତରେ। ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଯେଉଁ ଦାଉଦଙ୍କ ବିଷୟ ଲେଖା ଅଛି, ଆଉ ଏଇ ଦାଉଦ ବିଷୟ ସତ୍ୟ ଅଟେ, ଏଠିରୁ ସ୍ପଷ୍ଟ ରୂପେ ଜାଣି ହୁଏ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ରାଜା ଦାଉଦଙ୍କର କବର କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ହଁ ପ୍ରିୟ ବନ୍ଧୁଗଣ, ଯଦି ଆପଣ ଏହି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଭିଜିଟ୍ କରୁଛନ୍ତି, ତେବେ ଏହି ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିକି ରଖନ୍ତୁ। କାରଣ ଆଗାମୀ ଦିନରେ ଏମିତି ଅନେକ ଭିଡ଼ିଓ ଆପଣଙ୍କ ସାମ୍ନାକୁ ଆସିବ, ଯେଉଁଟାକି ପୁରା ପ୍ରୁଫ୍ ବାଇବେଲର ପ୍ରମାଣ ସହିତ ମୁଁ ଦେଖେଇବି ଆଉ ପ୍ରମାଣ କରିବି ଯେ ବାଇବେଲ କୌଣସି ରୂପରେ ଏକ ମନ ଗଢ଼ା କାହାଣୀ ନୁହେଁ। ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଏକ ସତ୍ୟ ପୁସ୍ତକ ଅଟେ, ଆଉ ଏହାକୁ କେହି ଅସ୍ୱୀକାର କରିପାରେ ନାହିଁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆଦି ପୁସ୍ତକରୁ ପ୍ରକାଶିତ ଭିତରେ ଯାହା ବି ଲେଖା ଅଛି ତାହା ଗୋଟେ ଗୋଟେ ଅକ୍ଷର ସତ୍ୟ। ବାକ୍ୟ ତ ସତ୍ୟ, ସେ ପଛ କଥା, କିନ୍ତୁ ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଗୋଟେ ଗୋଟେ ୱାର୍ଡ଼ ବା ଗୋଟେ ଗୋଟେ ଶବ୍ଦର ମୂଲ୍ୟ ଅଛି। ଯଦି ଆପଣ କେବେ ପବିତ୍ର ଧର୍ମଶାସ୍ତ୍ର ବାଇବେଲକୁ ଧ୍ୟାନ କରିଥିବେ, ତେବେ ଆପଣ ଜାଣିଥିବେ ଏହାର ମୂଲ୍ୟ କେତେ। ତେବେ ପ୍ରିୟ ବନ୍ଧୁଗଣ, ଭିଡ଼ିଓ କିପରି ଲାଗୁଛି କମେଣ୍ଟ ମାଧ୍ୟମରେ କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ହଁ ପ୍ରିୟ ବନ୍ଧୁଗଣ, ଆଉ ଇଏ ହେଉଛି ଆଜିର, ମାନେ ଦାଉଦ
ଶରୀର ମର ଶରୀର ରଖାଯାଇଥିବା ଜାଗା ଅଟେ। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ଆନ୍ତରିକ ନମସ୍କାର। ଆଜି ପାଇଁ ଏତିକି, ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ। ଆଉ ଆଗାମୀ ଭିଡ଼ିଓ ମଧ୍ୟ ବହୁତ ଇଣ୍ଟରେଷ୍ଟିଂ ହେବ। ଆଉ ଯେଉଁ ଭିଡ଼ିଓରେ ଆମେମାନେ ଆହୁରି ଅନେକ ଗୁଡ଼ିଏ ବାଇବେଲ ରିଲେଟେଡ଼୍ ଜାଗା ଗୁଡ଼ିକୁ ଦେଖିବା। ଧନ୍ୟବାଦ।